ଓ ନିର୍ଣ୍ଣାୟକ ରାୟ ଦ୍ୱାରା ଆମ ସରକାରଙ୍କର ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଆମ ସରକାର ରାଜ୍ୟର ଐତିହ୍ୟ ଓ ଲୋକାଚାର ପ୍ରତି ସଯତ୍ନ ସମ୍ମାନ ପ୍ରଦାନ ସହ ଜନସାଧାରଣଙ୍କର ସୁରକ୍ଷିତ ଭବିଷ୍ୟତ ନିମନ୍ତେ ଦୃଢ଼ ପ୍ରତିବଦ୍ଧ। ଦ୍ରୁତ ପରିବର୍ତ୍ତନ, ଦ୍ରୁତ ଅଗ୍ରଗତି ଏବଂ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ମତଦାନ କରିଥିଲେ। ସେମାନେ ଏପରି ସରକାର ଚାହୁଁଥିଲେ ଯାହାଙ୍କ ଉପରେ ସେମାନେ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ। ଆମ ସରକାର ସେମାନଙ୍କର ଆଶା ପୂରଣ କରିବାରେ ଅହରହ ଉଦ୍ୟମରତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଆମର ଜାତୀୟ ଅର୍ଥନୀତି କ୍ରମାଗତ ଭୂ ରାଜନୈତିକ ଅସ୍ଥିରତା ଏବଂ ନିମ୍ନ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ସମୟରେ ସମସ୍ତ ପ୍ରମୁଖ ବିଶ୍ୱ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିଛି। 2024-25 ଆର୍ଥିକ ବର୍ଷର ଆକଳନ ଅନୁଯାୟୀ ବାସ୍ତବ ହିସାବରେ ଜାତୀୟ ଅଭିବୃଦ୍ଧି ହାର 6.4% ଥିବାବେଳେ ଆମ ରାଜ୍ୟ ଅର୍ଥନୀତି 7.2% ଅଭିବୃଦ୍ଧି ହାସଲ କରିବ। ମଧ୍ୟମ ଅବଧିରେ ରାଜ୍ୟ ଅର୍ଥନୀତି 8%ରୁ ଅଧିକ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।